ସାଙ୍ଗମାନେ ଆଜି ସକାଳଟି ମୋର ଆରମ୍ଭ ହୋଇଥିଲା ଗରମ ପାଣି ପିଇବାରୁ। ଠାକୁର ପୂଜା ପାଇଁ ଫୁଲ ଯାଇ ତୋଳା ହେଇଥିଲା। ଆଜି ଶାଶୁମା ତୋଳି ନାହାନ୍ତି, ମୁଁ ତୋଳିଛି ଫୁଲଟା। ତାପରେ ଏଠି ମୁଁ ଚାହା ବନେଇ ଦେଇଥିଲି, ଚାହା ସହିତ ଆଜି ବିସ୍କେଟ ଖାଇଥିଲି। ତା ସହିତ ବିସ୍କେଟ ଖାଇବା ପାଇଁ ବହୁତ ଭଲ ଲାଗେ। ତାପରେ ଖରାବେଳ ଖାଇବା ମୁଁ ଏଇଟା ଖାଇ ଦେଇଥିଲି, ପକୁଡି ଖାଇଥିଲି, ପକୁଡି ସହିତ ଆଳୁ ଭଜା, ପଖାଳ ଭାତ ଆଜି ଖାଇଥିଲି। ଏଇଠି ହିରୋ ପରା ରେଡି ହେଇକି ବାହାରିଛନ୍ତି। ମୁଁ ପଚାରିଲି କୁଆଡେ ଯିବ କି? ନା ଆଜି ଜାଣିନ କି ବୁଧବାର? ମୁଁ କହିଲେ ବି ତ ତମେ ଶୁଣିବନି, ଯାଅ। ଏଠି ରାତି ଖାଇବା ପାଇଁ ମୁଁ କାଟି ଦେଇଛି କୁନ୍ଦୁରି ଆଳୁ ଭଜା କରିବି, ତା ସହିତ ରୁଟି ବନେଇବି। ମୋମୋ ଖାଇବା ପାଇଁ ବହୁତ ଭଲ ଲାଗେ, ସ୍ୱାମୀ ବି ଜାଣିଛନ୍ତି ଏ କଥା। ସନ୍ଧ୍ୟା ବେଳେ ଫୋନ କଲେ କଣ ମୋମୋ ଖାଇବ କି ତମେ? ମୁଁ କହିଲି ଯଦି ଆଣିଦବ ବୋଲେ ଖାଇବି ଆଉ। ସାରା ସାମାନ ଆପଣ ମାନେ ଭାବୁଥିବେ କୋଉଠୁ ଆସିଛି, କିଏ ଦେଇଛି ବୋଲି। ସାରା ସବୁ ସାମାନ ଆମ ଘରୁ ପଠେଇଛନ୍ତି। ପୁଣି ନା ମୋ ପାଇଁ ବହୁତ ବଢିଆ ଜିନିଷ ଗୋଟେ ପଠେଇଛି, ଲିବମ ଗୋଟେ ପଠେଇଛି ନିଭିଆର, କାହିଁକି ମୋର ସରି ଯାଇଥିଲା। ବର୍ଷା ହଉଛି, ଜମା କାମ କରିବା ପାଇଁ ଇଚ୍ଛା ନାହିଁ, କରିବା ପାଇଁ ତ ବାଧ୍ୟ। ଏଇଟା ଆସିକି କିଚେନ ସଫା କରିଦେଇଛି, ସଫା କରି ବାସନ ବି ମାଜି ଦେଇଛି। ପାଖାପାଖି 10ଟା ଅଧେ ହେଲାଣି, ଏଇଠି ମୁଁ ଖାଇଛି ଆସିକି।